ओम नमो भगवते वासुदेवाय। द्वात्रिंश अध्याय। सात्विक धर्मे जे वर्तई उत्तम गति से लभई। ज्ञान विहीने पुनर्जन्म एमंत द्वात्रिंशे प्रमाणम। कपिल उवाच। भौमात शुण सावधाने संशय तेजी शुद्ध मने। प्राणी जातना गति जेते कहिली तुम्भर अग्रते। कामीर कर्म गति जेते विधि निषेध बेनिमते। जे प्राणी गृह धर्मे थाई स्वधर्म नित्य आचरई। तहि सुसिद्ध काम अर्थ एया से भ्रमु थाई नित्य। पुणी से धर्म आचरई से धर्मे काम अर्थ पाई। कामरे मूढ़ मति नर कृष्ण भक्ति करे दूर। अर्थ संचयी अविरत यज्ञ रे देई थाई चित्त। करई यज्ञ अनुष्ठान तहि पूजई देवमान। तदन्ते पितृतोष अर्थे पूजई श्राद्धे शुद्ध चिते। श्रद्धारे से धर्म आचरे पितृदेवता पूजा करे। से प्राणी गमे चंद्रस्थान सेठारे करे सोमपान। भोगर अंत जेबे होई लेउटी से स्थानु आसई। जे काले अनंत सज्जारे विजये हरि समुद्रे। से जोग निद्रारे शयन सकल चेष्टा करिलीन। लय हुअन्ति लोक तिनि ए मध्ये छन्ति जेते प्राणी। ए सर्वे तांको देहे थांती से हरि उठिले आसंती। काम्य कर्मरु एहि गति केबे न जाई गतागति। जे प्राणी पंडित हुअन्ति से केबे धर्म न छाड़न्ति। करन्ति स्वधर्म आचार संगकु तेजी सर्वठार। साधन्ति नाही अर्थ काम देखन्ति सर्व माया भ्रम। कर्मादि कृष्णे समर्पन्ति से वेद विधि न छाड़न्ति। हुअन्ति शांत धर्मे रत निज धर्म रे श्रद्धाचित। निवृत्त धर्म परायण हुअन्ति अहंकारहीन। मायारु स्नेह दूर करी कृष्ण भजने प्रिय भरी। ए धर्म सत्व गुणमये विशुद्ध चित्त तहु होए। एमंत जेबा प्राणीगण तांको प्रयाण मात शुण। सेमाने सूर्य द्वारे जान्ति परम पुरुष लभन्ति। पर अपर ईश जेहि ए विश्व प्रकृतिटी सेहि। से विश्व मुख नारायण जे करे सर्जन पालन। एमंत जेहु भगवान तांकु लभन्ति भक्तजन। जे इच्छे मुक्ति लभिबाकु भजई हिरण्य गर्भकु। से मुक्ति क्रम शुण माये कहिबा तुम्भंकु थोकाए। ब्रह्मार बेनी परार्धान्ते प्रलय हुअन्ति समस्ते। तावत काल ब्रह्मलोके हिरण्य गर्भर साधके। सुखेण विहार करन्ति ब्रह्मार संगे लय जान्ति। भू आदि पंच महाभूत ए दश इंद्रिय सहित।
ପଞ୍ଚବିଷୟ ଅହଙ୍କାରେ ଏ ସର୍ବ ବ୍ରହ୍ମାଣ୍ଡ ଆକାରେ ଏମାନେ ରହନ୍ତି ପ୍ରଧାନେ ପରାର୍ଦ୍ଧ କାଳ ଅବସାନେ ସେ ସ୍ଥାନେ ଯେତେ ଯୋଗୀ ଥାନ୍ତି ବ୍ରହ୍ମାଙ୍କ ଶରୀରେ ପଶନ୍ତି ଆୟୁଷ ଶେଷେ ପ୍ରଜାପତି ପରମ ଆତ୍ମାରେ ମିଳନ୍ତି ଯେଣୁ ତାହାଙ୍କ ଅଭିମାନ ଦେହରେ ନୋହେ ଅବସାନ ଏଣୁ ସାକ୍ଷାତେ ମୁକ୍ତି ନୋହେ ବ୍ରହ୍ମା ସଙ୍ଗତେ ହୁନ୍ତି ଲୟେ ଯେମାନେ ହରିର ଭକତ ହରି ଭଜନ୍ତି ଅବିରତ ସେ ସର୍ବ ହରିଙ୍କି ଲଭନ୍ତି ଦେହାଦି ଭାବ ନ ଜାଣନ୍ତି ଏଣୁ ଭୋ ମାତ ହରି ଭଜ ଭୋଗ ବାସନା ସର୍ବତେଜ ଏ ସର୍ବଭୂତଙ୍କ ହୃଦରେ ଯେ ହରିଛନ୍ତି ସର୍ବଠାରେ ତାହାଙ୍କ ମହିମା ସୁମରି ମନକୁ ଯୋଗେ ଦୃଢ଼ କରି ତାହାଙ୍କୁ ଭଜିଲେ ତରିବ ଏ ଦେହ ପୁଣି ନ ହୋଇବ ଯେ ଆଦ୍ୟ ଚରାଚରଙ୍କର ଯାହାଙ୍କୁ ବୋଲି ବେଦବର କୁମାର ଆଦି ସିଦ୍ଧ ଯେତେ ଯୋଗ କରନ୍ତି ଅବିରତେ ନିସଙ୍ଗ କର୍ମ ହିଁ କରନ୍ତି ତଥାପି ଭେଦ ନ ଛାଡ଼ନ୍ତି କରନ୍ତି କର୍ତ୍ତା ଅଭିମାନ ଏଣୁ ନ ପାନ୍ତି ଶୁଦ୍ଧ ଜ୍ଞାନ ସେମାନେ ପ୍ରଳୟ କାଳରେ ପଶନ୍ତି ଈଶ୍ୱର ଦେହରେ ହୋଇଲେ ସୃଷ୍ଟିର ଜାଗର ପୁଣି ଘେନନ୍ତି ଅବତାର ଲଭନ୍ତି ନିଜ ନିଜ ସ୍ଥାନ ଭୋଗ କରନ୍ତି କର୍ମମାନ ଯେମାନେ କାମ୍ୟ କର୍ମେ ରତ କର୍ମ କରନ୍ତି ଅବିରତ ନିନ୍ଦିତ କର୍ମ ନ କରନ୍ତି ବେଦ ବିଧିରେ ଆଚରନ୍ତି ଇନ୍ଦ୍ରିୟ ନ ଜିଣିଲେ ଯେଣୁ ସକାମ କର୍ମ କଲେ ତେଣୁ ରଜୋଗୁଣରେ ତାଙ୍କ ମନ ଆସକ୍ତ ଥାଇ ଅନୁକ୍ଷଣ ଗୃହ କର୍ମରେ ହୋଇ ରତ ପିତୃଙ୍କୁ ପୂଜେ ଅବିରତ ବିମୁଖ ଶ୍ରୀକୃଷ୍ଣ କଥାରେ ରହନ୍ତି ଗୃହାଦି ବ୍ୟାପାରେ ଛାଡ଼ି ଅମୃତ କୃଷ୍ଣ କଥା ନିତ୍ୟ ଶୁଣନ୍ତି ଗ୍ରାମ୍ୟ ଗାଥା ତାଙ୍କୁ ବିଧାତା ବାମ ହେଲା ବିଅର୍ଥେ ତାଙ୍କ ଜନ୍ମ ଗଲା ଯେସନେ ବିଷ୍ଠା ଭୋଜି ମାନେ ବିଷ୍ଠା ଭକ୍ଷନ୍ତି ହତ ଜ୍ଞାନେ ଏ ମୂଢ଼ ଲୋକେ ସେହି ରୂପେ ପଡ଼ି ଯନ୍ତ୍ରିତ ଭବକୂପେ ସେ ପୁଣ କର୍ମ ଭୋଗ ଅନ୍ତେ ଚଳନ୍ତି ଶୁଣ ଯେଉଁ ପଥେ ସୂର୍ଯ୍ୟଙ୍କ ଦକ୍ଷିଣ ମାର୍ଗରେ ବସନ୍ତି ସେ ପିତୃଲୋକରେ ସେ ଭୋଗ ଅନ୍ତେ ଗୋଜନନୀ ସଂସାରେ ପଡ଼େ ଦେହ ଘେନି ପୁତ୍ରାଦି ଗୃହେ ଜାତ ହୋଇ ପୂର୍ବ ବାସନା ନ ଛାଡ଼ଇ ଗର୍ଭ ଆଧାନ ଆଦି କର୍ମ ଦେହାନ୍ତେ ସମସାନ ଧର୍ମ ଏ କର୍ମ ମାନ କରୁଥାନ୍ତି ସଂସାର ଛାଡ଼ି ନ ପାରନ୍ତି ଗମନ୍ତି ଦେବ ପିତୃସ୍ଥାନ ତହିଁ କରନ୍ତି ଭୋଗମାନ ପୁଣି ଲଭନ୍ତି ନର ଦେହ ଏମନ୍ତେ କାମ୍ୟ କର୍ମ ସ୍ନେହ ଏଣୁ ସୁସ୍ଥିରେ ତୁମ୍ଭେ ମାଏ ମନ ନିବେଶ କୃଷ୍ଣ ପାଏ ଶ୍ରବଣେ ଶୁଣ ତାଙ୍କ ଗୁଣ କୀର୍ତ୍ତନ କର ଅନୁକ୍ଷଣ ସ୍ମରଣ ଅର୍ଚ୍ଚନ ବନ୍ଦନ ଯେ ନବ ଭକ୍ତିର ବିଧାନ
ପାଦ ସେବନ ଦାସ୍ୟ ଭାବ ସଖ୍ୟାଦି ଆତ୍ମା ନିବେଦିବ। ଏତେ ପ୍ରକାରେ କୃଷ୍ଣ ପାଦେ ଭକତି କର ଅପ୍ରମାଦେ। କୃଷ୍ଣରେ କଲେ ଭକ୍ତି ଯୋଗ ତହୁଁ ଲଭଇ ବୈରାଗ୍ୟ। ତେବେ ଲଭିବ ଦିବ୍ୟ ଜ୍ଞାନ ପାଇବ ପରମ ବ୍ରହ୍ମସ୍ଥାନ। ଭକ୍ତିରେ ଚିତ୍ତ ଯେତେବେଳେ ରହି କୃଷ୍ଣେ ସୁନିଶ୍ଚଳେ। ତେବେ ସେ ବିଷୟ ଛାଡ଼ଇ ପ୍ରିୟ ଅପ୍ରିୟ ନ ଜାଣଇ। ଇନ୍ଦ୍ରିୟ ବୃତ୍ତି ଭେଦ ନାହିଁ ସମ ବିଷମ ଆର କାହିଁ। ଏମନ୍ତ ଭାବ ଜନ୍ମେ ଯେବେ ଦେହେ ଆତ୍ମାକୁ ଦେଖେ ତେବେ। ପରମାନନ୍ଦ ସୁଖ ପାଇ ଆନନ୍ଦେ ସଂସାରେ ଭ୍ରମଇ। ଛାଡ଼ଇ ସର୍ବସଙ୍ଗମାନ ପରମାନନ୍ଦେ ରହେ ମନ। ସେ ବ୍ରହ୍ମ ପରମ ପୁମାନ ରୂପ ବିହୀନ ଦିବ୍ୟ ଜ୍ଞାନ। ସେ ପରମାତ୍ମା ପରମେଶ ତା ନାମ ପରମ ପୁରୁଷ। ସେ ଏକ ନାନା ରୂପ ଧରେ ଭ୍ରମ ଜନ୍ମାଇଛି ସଂସାରେ। ଯୋଗୀଙ୍କ ଯୋଗ ସାଧ୍ୟ ଏହି ଏକାନ୍ତେ ସଙ୍ଗ ଯେ ଛାଡ଼ଇ। ପରମ ପଦ ଲଭେ ତେବେ ତା ବିନୁ ଭ୍ରମୁ ଥାଇ ଭବେ। ବ୍ରହ୍ମ ନିର୍ଗୁଣ ନିରାକାର କେବଳ ଜ୍ଞାନ ରୂପ ତାର। ଶବ୍ଦାଦି ଧର୍ମ ଯାର ମାଏ ସେ ଧର୍ମେ ପ୍ରକାଶ ସେ ହୋଏ। ଆଭାସ ଦିଶ ଇ ଭ୍ରାନ୍ତିରେ ଏ ବାହ୍ୟ ଇନ୍ଦ୍ରିୟଙ୍କ ଦ୍ୱାରେ। ପ୍ରତ୍ୟକ୍ଷେ ଦେଖୁ ଯେତେ କିଛି ଏକା ସେ ସବୁ ହୋଇଅଛି। କହିବା ସେ ହେତୁ ପ୍ରକାର ଯେ ରୂପେ ବ୍ରହ୍ମାଣ୍ଡ ସଞ୍ଚାର। ପ୍ରଥମେ ମହତ ହୋଇଲା ତହୁଁ ସେ ଅହଙ୍କାର ହେଲା। ତ୍ରିବିଧ ହୋଏ ଅହଙ୍କାର ଏ ପଞ୍ଚଭୂତ ରୂପ ତାର। ମନ ଇନ୍ଦ୍ରିୟ ଏକାଦଶ ଏଥୁ ବ୍ରହ୍ମାଣ୍ଡ ପରକାଶ। ଜୀବ ରୂପରେ ସେହି ତହିଁ ସ୍ୱରୂପ ତାହାରଟି ଏହି। ଯେବେ କରଇ ଯୋଗାଭ୍ୟାସ ଶ୍ରଦ୍ଧାରେ ଭଜଇ ବିଶେଷ। ବୈରାଗ୍ୟେ ସଙ୍ଗ ତ୍ୟାଗ କରେ ମନ ନିବେଶି କୃଷ୍ଣଠାରେ। ତେବେ ସେ ପ୍ରପଞ୍ଚଲେ ଛଇ ପରମ ଆତ୍ମାକୁ ଚିହ୍ନଇ। ଭୋମାତା ସାବଧାନେ ଘେନ ତୁମ୍ଭଙ୍କୁ କହି ଦେଲୁ ଜ୍ଞାନ। ଏ ଜ୍ଞାନେ ବ୍ରହ୍ମ ଦର୍ଶନ ଏହା ବୁଝଇ ଯେଉଁ ଜନ। ପ୍ରକୃତି ପୁରୁଷଙ୍କ ତତ୍ତ୍ୱ ସେ ପ୍ରାଣୀ ଦେଖଇ ବ୍ୟକତ। ଜ୍ଞାନ ଯୋଗରେ ତାଙ୍କୁ ପାଇ ଭକ୍ତି ଯୋଗରେ ଲଭ୍ୟ ସେହି। କେବଳ ମାର୍ଗ ମାତ୍ର ଭେଦ ନ ବୁଝି ପାଏ ବହୁ ଖେଦ। ଜ୍ଞାନରେ ନିର୍ଗୁଣ ଭଜଇ ଭକ୍ତିରେ ସଗୁଣ ଲଭଇ। ସେ ଆତ୍ମା ଏକ ନାନା ହୋଏ ଦୃଷ୍ଟାନ୍ତ କହେ ଶୁଣ ମାଏ। ଦେଖ ସାକର କ୍ଷୀର ଆଦି ଧରନ୍ତି ନାନା ଗୁଣ ବିଧି। କିନ୍ତୁ ପଦାର୍ଥ ଏକ ମାଏ ଇନ୍ଦ୍ରିୟ ଭେଦେ ଭିନ୍ନ ହୋଏ। ଚକ୍ଷୁରେ ଶୁକ୍ଳ ବର୍ଣ୍ଣ ଦିଶେ ରସନେ ମଧୁର ବିଶେଷେ। ତ୍ୱଚରେ ଶୀତ ଉଷ୍ଣ ଭେଦ ନାସାରେ ସୁବାସ ଆମୋଦ। ଭୋମାତ ଆତ୍ମା ବ୍ରହ୍ମ ଏକ ଗୁଣରେ ଦିଶଇ ଅନେକ। ଯେତାକୁ ଯେ ରୂପେ ଭଜଇ ସେତାକୁ ସେ ରୂପେ ଦିଶଇ।
ତାକୁ ଜାଣିବ ଏକ ବୋଲି ନ ବୁଝି କରୁଥାନ୍ତି କଳି। ଶାସ୍ତ୍ର ମାର୍ଗରେ ନାନା କହେ ସେ ନାନା ନୋହେ ଏକ ହୋଏ। ଶୁଣ ଜନନୀ ଶାସ୍ତ୍ର ଭେଦ ଯେଣେ ଛାଡ଼ିବ ସର୍ବଖେଦ। ଯେ କ୍ରିୟା ପୂର୍ତ୍ତ ଆଦି କରି ଯେ ଯାହା କରନ୍ତି ଆଦରି। ତହୁଁ ଯେ ହୋଏ ଭୋଗମାନ ସେସବୁ ରୂପ ଭଗବାନ। ଯାଗ କର୍ମରେ ପ୍ରାପ୍ୟ ସେହି ଦାନରେ ଅନ୍ୟ ନାହିଁ କେହି। କେହୁ କରନ୍ତି ତପମାନ ସେସବୁ ତହୁଁ ନୋହେ ଆନ। ସେହିଟି ବେଦ ଅଧ୍ୟୟନେ ମୀମାଂସା ଶାସ୍ତ୍ର ତାହା ଭଣେ। ନିଷିଦ୍ଧ କର୍ମ ତ୍ୟାଗ ଦେହି ସେ ଧର୍ମ ଜାଣିବଟି ସେହି। ସନ୍ନ୍ୟାସ କାହାରି ବା ଧର୍ମ ଯହିଁ ଛାଡ଼ନ୍ତି କାମ୍ୟ କର୍ମ। ବିବିଧ ଅଙ୍ଗ ଯୋଗ ସେହି ଭକ୍ତି ଯୋଗରେ ପ୍ରାପ୍ୟ ଏହି। ଜ୍ଞାନ ଯୋଗ ହିଁ ତାକୁ କହି ସେ ଏକ ବସ୍ତୁ ସର୍ବମୟୀ। ସକାମ ନିଷ୍କାମ ଯେ ଧର୍ମ ସଗୁଣ ରୂପ ସବୁ ବ୍ରହ୍ମ। ଆତ୍ମତତ୍ତ୍ୱରେ ଗମ୍ୟ ଏହି ବୈରାଗ୍ୟ ଧର୍ମେ ତାକୁ ପାଇ। ଏମନ୍ତେ ନାନା ଶାସ୍ତ୍ର ମତେ ଯେ ପ୍ରାଣୀ ଭଜଇ ଯେ ମନ୍ତେ। ସଗୁଣ ନିର୍ଗୁଣଟି ସେହି ତା ବିନୁ ଅନ୍ୟ ନାହିଁ କେହି। ଏ ଭକ୍ତି ଯୋଗ ଚାରିମତ ସ୍ୱରୂପ କରିଲୁ ବ୍ୟକତ। ଯେ କାଳ ଅନ୍ତରେ ଧାବଇ ସୃଜନ ଆଦି ଯେ କରଇ। କହିଲୁ ସ୍ୱରୂପ ତାହାର ଭୋମାତ କର ତୁ ବିଚାର। ଗତିଏ ଜୀବମାନଙ୍କର ଅବିଦ୍ୟା କର୍ମରେ ପ୍ରଚୁର। ଏ ଆତ୍ମା ତହିଁ ପଶିଥାଇ ଆପଣା ଗତି ନ ବୁଝଇ। ଏମନ୍ତେ ଜୀବ ଗତାଗତି କହିଲୁ ଛାଡ଼ ମନୁଭ୍ରାନ୍ତି। ଏ ଯୋଗ ନ କରି ପ୍ରକାଶ କହିଲେ ଧର୍ମ ଯାଏ ନାଶ। କେବେ ହେଁ ଖଳେ ନ କହିବ ବିନୟ ଯେ ପ୍ରାଣୀ ନୋହିବ। ନ କହି ଦୁର୍ଜନ ଅଗ୍ରତେ ଅପରେ ଧର୍ମ ଧ୍ୱଜି ଯେତେ। ଦାମ୍ଭିକ ଅଗ୍ରତେ ନ କହି ପ୍ରଲୋଭୀ ପ୍ରାଣୀ ଅଟେ ଯେହି। ଯେ ଗୃହ ଧର୍ମେ ହୋଇ ରତ ତାରେ ନ କହି କଦାଚିତ। ନ ସହେ ଯେ ଭକତ ଜନେ ନ କହ ଭକ୍ତିହୀନ ଜନେ। ଯାହାର ଶ୍ରଦ୍ଧା ଏଥି ଥିବ ତାହାକୁ ଏ ମାର୍ଗ କହିବ। ଭକ୍ତଜନଙ୍କୁ ଏହା କହି ଯେ ଭକ୍ତ ମୋତେଟି ସେବଇ। ଯେ ପ୍ରାଣୀ ଏଥେ ସ୍ପୃହା କରେ ଏହା କହିବ ତା ଆଗରେ। ଯେ ପ୍ରାଣୀ ସର୍ବଭୂତେ ମିତ୍ର ତାକୁ କହିବ ଏ ଚରିତ। ଯେ ପ୍ରାଣୀ ଗୁରୁଙ୍କୁ ସେବଇ ଏ ଦୀକ୍ଷା ତାରେ ଶିକ୍ଷା ଦେଇ। ବିଷये ବୈରାଗ୍ୟ ଯାହାର ଯେ ପ୍ରାଣୀ ଶାନ୍ତ ଚିତ୍ତ ଧୀର। ଯେ ପ୍ରାଣୀ ହୋଏ ନିର୍ମଚ୍ଛର ଶୁଚି ପବିତ୍ର ନିରନ୍ତର। ପ୍ରିୟମାନଙ୍କ ଅତି ପ୍ରିୟ କରଇ ମୋର ଠାରେ ସ୍ନେହ। ଏମନ୍ତ ପ୍ରାଣୀ କି କହିବ ଅଧର୍ମୀ ଠାରେ ଲୁଚାଇବ। ଶ୍ରଦ୍ଧାରେ ଯେ ଏହା ଶୁଣନ୍ତି ଅଥବା ଆଦରେ ଭଣନ୍ତି। ମୋହର ପଦବୀ ସେ ପାଏ ସତ୍ୟ କହିଲୁ ଏହା ମାଏ। ତୃତୀୟ ସ୍କନ୍ଧେ ଭାଗବତ କପିଳ ମୁନି ଯୋଗମତ।
ମାତାଙ୍କୁ ଦେଲେ ଜ୍ଞାନ ବାଣୀ ସୁଜନେ ତର ଏହା ଶୁଣି କର୍ମ ବିପାକ ପ୍ରାଣୀଙ୍କର 32 ଅଧ୍ୟାୟ ସଂହାର ଶ୍ରବଣ କର ସାଧୁ ଜନେ ବ୍ରାହ୍ମଣ ଜଗନ୍ନାଥ ଭଣେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟ ସ୍କନ୍ଧେ କାପିଳେये କର୍ମ ବିପାको नाम 32 श्रीकृष्णं समर्पणमस्तु। ओं नमो भगवते वासुदेवाय।